ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟ୍ ଆସିଯାଇଛି। ଘଡଘଡି ପବନ ସହ ବର୍ଷା ହେବ। ହଁ ଦର୍ଶକ ବନ୍ଧୁ ଘଡଘଡି ପବନ ସହ ବର୍ଷା ହେବ। କେଉଁ କେଉଁ ଜିଲ୍ଲାରେ ଘଡଘଡି ପବନ ସହ ବର୍ଷା ହେବ ଏହା ଜାଣିବା ପାଇଁ ଆପଣ ମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦର୍ଶକ ବନ୍ଧୁ ଆପଣଙ୍କୁ ଗୋଟିଏ ରିକ୍ୱେଷ୍ଟ, ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଆଉ ଚ୍ୟାନେଲ ଯଦି ଆପଣ ମାନେ ସର୍ବପ୍ରଥମେ ଆମ ଚ୍ୟାନେଲକୁ ଦେଖୁଛନ୍ତି ତାହେଲେ ଆପଣ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ପାଣିପାଗ ଅପଡେଟ୍ ଖବର ଆପଣ ମାନେ ସର୍ବପ୍ରଥମେ ପାଇପାରିବେ। ଆଉ ନିଜ ବନ୍ଧୁ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରିବେ ଯେଉଁମାନେ ଆପଣଙ୍କର ଚାଷୀ ବନ୍ଧୁ। ଆଜି ହେଉଛି ମାର୍ଚ୍ଚ 20 ତାରିଖ। ରାଜ୍ୟରେ ଖରା ଓ ଗୁଡୁଗୁଡି ଜାରି କରିଥିବା ବେଳେ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେଉଁ କେଉଁ ଜିଲ୍ଲାରେ ବର୍ଷା ଓ ପବନକୁ ନେଇ ସତର୍କ କରାଯାଇଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ରିପୋର୍ଟ। ମୁଖ୍ୟ ଖବର, ଆଜି 10 ଜିଲ୍ଲାରୁ ଅଧିକ ବର୍ଷାର ସମ୍ଭାବନା ଅଛି। ଉତ୍ତର ଓ ଅଭ୍ୟନ୍ତର ଓଡ଼ିଶାରେ କାଳ ବୈଶାଖୀ ଜାରି କରିଛି। ଘଣ୍ଟା ପ୍ରତି 40 କିଲୋମିଟର ପବନ ବେଗ ବହିବ। ଆଜି ଓଡ଼ିଶାରେ ଅନେକ ଜିଲ୍ଲାରେ ପାଗ ପରିବର୍ତ୍ତନ ଦେଖିବାକୁ ମିଳିବ। ବିଶେଷ କରି ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷାର ପ୍ରଭାବ ଅଧିକ ହେବ। ଶୁଣନ୍ତୁ ଏହି ସବୁ ଜିଲ୍ଲାରେ ବର୍ଷା ହେବ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଏହି ଜିଲ୍ଲାମାନଙ୍କରେ ପବନ ସହ ଘଡଘଡି ବିଜୁଳି ବର୍ଷା ହେଇପାରେ। ଏହା ବ୍ୟତୀତ ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଆଂଶିକ ମେଘୁଆ ପାଗ ସହ ବର୍ଷାର ସମ୍ଭାବନା ରହିଛି। ବର୍ଷା ସମୟରେ 30 ରୁ 40 କିଲୋମିଟର ପବନ ବେଗ ବହିବ। ଖୋଲା ପଡିଆରେ ଥିବା ଚାଷୀମାନେ ଗଛ ପାଖରେ ଆପଣ ରୁହନ୍ତୁ ନାହିଁ। ଦର୍ଶକ ବନ୍ଧୁ ଅଧିକ ପାଣିପାଗ ସୂଚନା ପାଇବା ପାଇଁ ଆପଣ ମାନେ ଭିଡିଓକୁ ଲାଇକ୍ କରନ୍ତୁ। ଆଉ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଆପଣ ମାନେ ସର୍ବପ୍ରଥମେ ପାଇପାରିବେ। ଆଉ ନିଜ ଚାଷୀ ବନ୍ଧୁ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ।